ଚଢ଼େଇ ତା ଭଙ୍ଗା ଘରେ ବସି ବାହାରକୁ ଦେଖୁଥିଲା। ଶୀତ ଦିନ ହେବାରୁ ବାହାରେ ଅନେକ ଥଣ୍ଡା ପଡୁଥିଲା। ମା ମା ଭାରି ଥଣ୍ଡା ଲାଗୁଛି। ଗରମ କମ୍ବଳ ବିନା ରାତିରେ ଶୋଇ ହେଉନି। ମୋ ପାଇଁ ବି ଗୋଟେ ଗରମ କମ୍ବଳ ଆଣିଦିଅ ନା। ଜାଣିଛ ମା, ମୋର ସବୁ ସାଙ୍ଗଙ୍କ ପାଖରେ ଗରମ କମ୍ବଳ ଅଛି, କେବଳ ମୋ ପାଖରେ ନାହିଁ। ମାରେ, ଆଉ କିଛି ଦିନ ଅପେକ୍ଷା କର। ମୁଁ ଯେମିତି ଟଙ୍କା ପାଇବି ତୋ ପାଇଁ ଗରମ କମ୍ବଳ ଆଣିଦେବି। ଆଜି ରାତି ପାଇଁ ବ୍ୟସ୍ତ ହେଇନି, ମୁଁ ଯାଉଛି କାଠ ଜଳି ଘରକୁ ଗରମ କରିଦେବି। ତତେ ଆଉ ଥଣ୍ଡା ଲାଗିବନି। ଏମିତି କହି ମା ଚଢ଼େଇ ନିଆଁ ଜଳିବାକୁ ଗଲା। ହେଲେ ସେ ଦେଖିଲା ତାଙ୍କ ଘରେ ବହୁତ କମ୍ ଶୁଖିଲା କାଠ ଅଛି। ଇ କଣ, ଘରେ ତ କେତେ କମ୍ ଶୁଖିଲା କାଠ ଅଛି। ଆଜି ରାତି ମୁଁ ଏସବୁ ଜାଳିଥାଏ, ସକାଳେ ଶୀଘ୍ର କାଠ ଖୋଜିବାକୁ ଯିବି। ଏମିତି ମା ଚଢ଼େଇ ନିଆଁ ଜଳିଲା। ଘର ଟିକେ ଗରମ ହେବାରୁ ଚଢ଼େଇ ଛୁଆ ଶୋଇ ପଡ଼ିଲା। ମା ଚଢ଼େଇ ରାତି ସାରା ନିଆଁ ପାଖରେ ବସି ନିଆଁ ଜାଳୁଥିଲା। ପରଦିନ